ମାଲକାନଗିରି ଜିଲ୍ଲାରେ ଗତ 2 ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ନଦୀଗୁଡ଼ିକ ଫୁଲିବା ସହିତ ତଳିଆ ଅଞ୍ଚଳଗୁଡ଼ିକରେ ବର୍ଷା ଜଳ ପ୍ରଚୁର ପରିମାଣରେ ପ୍ରବାହିତ ହେଉଛି, ଯାହାଫଳରେ କି ଘରଦ୍ୱାର ଭାଙ୍ଗିବା ସହ ରାସ୍ତାଘାଟ ଧୋଇ ହୋଇଯାଇଛି। ଏପରି ପକ୍ଷରେ ବଣ୍ଡାଘାଟିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତର ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଗୃହ, ସେହିପରି ମାଥିଲି ବ୍ଲକରେ ମଧ୍ୟ 2 ଦିନ ଲଗାଣ ବର୍ଷା ଯୋଗୁଁ ଗୃହରେ ବର୍ଷା ପାଣି ପଶିବା ସହ କାନ୍ଥ ଭୁଶୁଡ଼ି ପଡ଼ିଛି। ତାହା ସହିତ ଉଦୟଗିରିଠାରେ ମୀନାକ୍ଷୀ ପାୱାର ପ୍ରୋଜେକ୍ଟର 2ଟି ଟାୱାର ଭୁଶୁଡ଼ି ଭାଙ୍ଗିଯିବା କାରଣରୁ ଏବେ ଜଳବିଦ୍ୟୁତ ବନ୍ଦ ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିବ ବୋଲି ମୀନାକ୍ଷୀ ଜଳବିଦ୍ୟୁତ କମ୍ପାନୀର ଉତ୍ପାଦନ ବନ୍ଦ ରହିବ ବୋଲି ମୀନାକ୍ଷୀ ଜଳବିଦ୍ୟୁତ କମ୍ପାନୀର ଲୋକସମ୍ପର୍କ ଅଧିକାରୀ ଗୁପ୍ତେଶ୍ୱର ରାଓ ଆମକୁ ସୂଚନା ଦେଇଛନ୍ତି। ସେହିପରି ଖଇରପୁଟ ବ୍ଲକର ଆୟୁର୍ବେଦିକ ମେଡିକାଲ ବର୍ଷା ପାଣି ବସିବାରୁ ମେଡିକାଲରେ ଥିବା ଔଷଧ ଓ କାଗଜପତ୍ର ପାଣିରେ ଭିଜି ନଷ୍ଟ ହୋଇଯାଇଛି। କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀମାନେ କୌଣସି ସ୍ଥାନରେ ଦେଖା ମିଳିନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲିରୁ ବାସୁଦେବ ଜେନାଙ୍କ ରିପୋର୍ଟ, ଟାଇମ୍ ଟିଭି ଓଡ଼ିଶା।